ବର୍ତ୍ତମାନ ମୁଁ ଅଛି ବ୍ରହ୍ମପୁର ମହାନଗର 40 ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ରୀହରିନଗର 10th ଲାଇନ୍ରେ। ଏଠି ମୋ ସହିତ ଏଠାକାର ସାହି ବାସିନ୍ଦାମାନେ ମଧ୍ୟ ଯୋଡ଼ି ହୋଇଯାଇଛନ୍ତି ଏବଂ ସେମାନଙ୍କର ଗୋଟିଏ ଅଭିଯୋଗ ରହିଛି। ଏ ସାହିର ରାସ୍ତା, ଏ ସାହି କ'ଣ ଏଠାକୁ ଲାଗି ଯେତେ ସାହି ବି ଅଛି ସେ ସାହିଗୁଡ଼ିକର ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି। ବର୍ଷା ଦିନେ ରାସ୍ତା କାଦୁଅ ହେବା ସହିତ ଯାନବାହନ ଯିବାରେ, ଜନସାଧାରଣ ମଧ୍ୟ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏନେଇ ସେମାନେ ମଧ୍ୟ ଆଗରୁ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି, ଯାହା ସେମାନେ ଅଭିଯୋଗ କରୁଛନ୍ତି। ଆଉ ଚାଲନ୍ତୁ ସେମାନଙ୍କ ନିକଟକୁ ଯିବା, ସେମାନଙ୍କର କ'ଣ ରହିଛି ଅଭିଯୋଗ, ତାଙ୍କ ପ୍ରତିକ୍ରିୟା ନେବା। ମୋ ନାଁ ସୁରେନ୍ଦ୍ର ଦାସ ରାଉତ, ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ 40 ନମ୍ବର ୱାର୍ଡ ବାସିନ୍ଦା। ଏହି ଅଞ୍ଚଳରେ ଯେତେ ପ୍ରକାର ଅସୁବିଧା, ବିଶେଷ କରି ରାସ୍ତାଘାଟର ଅତି ଶୋଚନୀୟ ଅବସ୍ଥା। ଏଠାରେ ଟିକେ ଅସହାୟ ବର୍ଷା ହେଲେ ପାଣି ଓଭରଟେକ୍ କରି ରୋଡ଼ରେ ଭାସୁଛି, ଯାହାଦ୍ୱାରା ସବୁ ଆମ ଏ ଏରିଆରେ ବହୁତ ସିନିୟର ସିଟିଜେନ୍ ମାନେ ଘର କରିଛନ୍ତି। ତେଣୁ ସେମାନେ ଯିବା ଆସିବା ବହୁତ ଅସୁବିଧା ହେଉଛି। ଆମେ ପ୍ରଶାସନକୁ ବାରମ୍ବାର କହିଛୁ। ଯେଉଁ ଆମର ପୂର୍ବତନ ଯେଉଁ ପ୍ରଶାସକ ଥିଲେ ତାଙ୍କୁ ବାରମ୍ବାର କହିଛୁ, ଡାକିକି ଦେଖେଇଛୁ, ଲେଖିତ ଆକାରରେ ଦେଇଛୁ। କିଛି କୌଣସି ପ୍ରତିଶ୍ରୁତି ଦେଇଛନ୍ତି, ମାତ୍ର ତାର କାର୍ଯ୍ୟକାରୀ କିଛି ହେଇନି। ତେଣୁ ଆମେ ବର୍ତ୍ତମାନ ନୂଆ ସରକାର ଆମେ ଆଶା ରଖିଛୁ, ଲୋକପ୍ରିୟ ସରକାର। ତେଣୁ ଆମେ ବହୁତ ଭରସା ଅଛି ଯେ ସରକାରଙ୍କ ପ୍ରତି, ଯେ ଆମ ପ୍ରତି ଏ ଯେଉଁ ରାସ୍ତାଘାଟ ପ୍ରତି ଦୃଷ୍ଟି ଦେଇ ଯଦି ମରାମତି କରିବେ, କି ଅନ୍ତତଃ ଏଇ ବର୍ଷା ଦିନରେ ଟିକେ ଯିବା ଆସିବା ଭଳିଆ କରନ୍ତୁ, କି ନେକ୍ସଟ ସିଜନରେ ତା ବଜେଟ୍ ଉପସ୍ଥାପନ କରି କି ଯାହା କିଛି କରି ପକ୍କା ରାସ୍ତା କରି, କିନ୍ତୁ ବର୍ତ୍ତମାନ ଘରୁ ବାହାରି ହେଉନି। ମୁଁ ଶ୍ରୀହରିନଗର ପ୍ରଥମ ଲାଇନ୍ରେ ମୁଁ ବାସିନ୍ଦା। ଆମର ପ୍ରଥମ ଲାଇନ୍ରୁ ଦେଖି 18 ଲାଇନ୍ ପର୍ଯ୍ୟନ୍ତ 1 ନମ୍ବରର ଅବସ୍ଥା ତ ଖରାପ। ଘରୁ ଆଜ୍ଞା ପଦାକୁ ବାହାରି ହେଉନି। ଯେଉଁ ତରବରିଆ ଭାବରେ ଇଲେକ୍ସନକୁ ଦେଖି ଆଖି ଆଗରେ ରଖି ଯେଉଁ ମୋରମ ମାଟି ରୋଡ଼ ପକାଇଦେଲେ, ଘରୁ ବାହାରୁ ପଦା ବାହାରି ପାରୁନୁ, ବିଲକୁଲ ପଦା ବାହାରି ପାରୁନୁ। ନ ପକାଇଥିଲେ ଭଲ ହେଇଥାନ୍ତା। ତରବରିଆ ଭାବରେ ରୋଡ଼ଟି ପକାଇଦେଲେ, ମାଟି ପକାଇଦେଲେ, ଘରୁ ପଦାକୁ ବାହାରି ହେଉନି। ମୋ ନାଁ ଅଭିମନ୍ୟୁ ଖଡ଼ଙ୍ଗା, କୋଉଠି ରହୁଛନ୍ତି? ଶ୍ରୀହରିନଗର 12 ନମ୍ବର ଲାଇନ୍ରେ ରହୁଛି। ବର୍ତ୍ତମାନ ରାସ୍ତା ଯେଉଁ ପ୍ରକାର କଦର୍ଯ୍ୟ ହେଉଛି, ଗାଡ଼ି ଘୋଡ଼ା ଯିବାର ବହୁତ ସମସ୍ୟା ହେଉଛି ଏବଂ ଭାରି ଟ୍ରକ୍ ଯିବା ଦ୍ୱାରା ଆହୁରି ଗାତ ଖରାପ ହେଉଛି। ଆମ୍ବୁଲାନ୍ସର ବି ବଡ଼ ସମସ୍ୟା ହେଉଛି। କୌଣସି ଯଦି ଏମର୍ଜେନ୍ସି ପଡ଼ିଲା, ଆମ୍ବୁଲାନ୍ସ ବି ଯାଇପାରୁନି, ଗ୍ୟାସ୍ ଗାଡ଼ି ଯାଇପାରୁନି। ଆଉ ପିଲାମାନେ ରାସ୍ତାଘାଟରେ ପଡ଼ିକି ମଧ୍ୟ ଖଣ୍ଡିଆ ଖାବରା ହେଉଛନ୍ତି। ମୋର ପରିଚୟ, ମୁଁ ଶ୍ରୀହରିନଗର ୱେଲଫେୟାର ସୋସାଇଟିର ସେକ୍ରେଟାରୀ ଅଛି। ମୋ ନାଁ ହେଉଛି ନିରଞ୍ଜନ ସ୍ମାଇଁ। କ'ଣ କହିବେ ଆପଣ ଆଜି ଗଣମାଧ୍ୟମକୁ ଡକାଇଥିଲେ, କ'ଣ ଆପଣଙ୍କର ଅଭିଯୋଗ କ'ଣ ରହିଛି? ଅଭିଯୋଗ ଆମର ଅଛି, ଆମେ ଏଇ ଏରିଆ ବିଲ୍ଡଅପ୍ ହେଇକି ଗୋଟେ 14-15 ବର୍ଷ ହେଇଗଲାଣି। ଆମେ ଆମ ପାଇଁ ବୋଲି ରାସ୍ତା ଆଉ ରୋଡ଼, ଡ୍ରେନ୍, ଯିବା ଆସିବାର ସେ କିଛି ସୁବିଧା ନାହିଁ, ବିଶେଷ ସୁବିଧା ନାହିଁ। ଆମେ ଏଇଟା ଗୋଟେ ଲମ୍ବା ଚଉଡ଼ା ଏରିଆ ଅଛି, ଯାହାକି 1 ନମ୍ବରରୁ ନେଇ 18 ନମ୍ବର ପର୍ଯ୍ୟନ୍ତ ଘର ଅଛି। ସେଥିରେ 1 ନମ୍ବରରୁ 10 ନମ୍ବର ପର୍ଯ୍ୟନ୍ତ ଯେଉଁଟା ମେନ୍ ରୋଡ଼ ଅଛି, ସେଇଟା ଗୋଟେ କଂକ୍ରିଟ୍ ଅଛି। ବାକି ଯେତିକି ବ୍ରାଞ୍ଚ ରୋଡ଼ ଅଛି, ସେଗୁଡ଼ାକରେ ଆମର ଯାତାୟାତର ସୁବିଧା ସେତେ କିଛି ନାହିଁ, କି ସେଗୁଡ଼ା ପକ୍କା ହେଇନି। ମଝିରେ 2-3ଟା ଲେନ୍ ଟିକେ ଖଣ୍ଡେ ଖଣ୍ଡେ ସେଇଟା ଟିକେ କଂକ୍ରିଟ୍ ହେଇଛି, କିନ୍ତୁ ବାକି ଜାଗା ଗୁଡ଼ାକରେ ସେଥିରେ ପୁରା ରାସ୍ତାଘାଟର ପୁରା କଚ୍ଚା ଅଛି। ବର୍ଷା ଦିନେ ପାଣି ଜମୁଛି, କାଦୁଅ ହେଉଛି। ବିଲ୍ଡଅପ୍ ଏରିଆ ଯୋଗୁଁ ଗାଡ଼ି ଯିବା ଦ୍ୱାରା ସେଗୁଡ଼ାକ ପୁରା ତହସ ନ ହେଇଯାଉଛି। ପିଲାମାନଙ୍କର ସ୍କୁଲ ଯିବା, ଯେକୌଣସି ଜିନିଷରେ ରାତି ହେଲେ ତ ଅସୁବିଧା କୁହନ୍ତୁନି ଆଜ୍ଞା। ସରୀସୃପମାନେ ଏଠି ବୁଲୁଛନ୍ତି, ଯିବା ଆସିବାରେ ବହୁତ ଅସୁବିଧା ହେଉଛି। ଆଉ ସେଥିପାଇଁ ହେଲେ ଆମେ ଏଇ ବିଷୟ ନେଇକରି ପ୍ରଶାସନର ଦୃଷ୍ଟିଗୋଚର କରିଥିଲୁ, ଆଉ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଯାଇଥିଲୁ, କିନ୍ତୁ ଯାହା ମିଳୁଛି ସେଥିରେ ଆମେ ସନ୍ତୁଷ୍ଟ ନୁହନ୍ତି, କି ଆମର ଉନ୍ନତିମୂଳକ କାର୍ଯ୍ୟ କିଛି ଦେଖାଯାଉନି। ସେଥିପାଇଁ ଆମେ ଅନୁରୋଧ କରୁଛୁ। ବର୍ତ୍ତମାନ ପୁରୁଣା ସରକାର ପାଖରେ ଆମେ ହାରିଗୁହାରି ଜଣାଇ ଆସିଥିଲୁ। ବର୍ତ୍ତମାନ ନୂଆ ସରକାର ଯେଉଁ ଆସୁଛନ୍ତି, ତାଙ୍କ ପାଖରେ ଆମର ଅନୁରୋଧ ରହୁଛି, ଆମର ଯେଉଁଗୁଡ଼ାକ ସମସ୍ୟା ଅଛି ତା ପ୍ରତି ଦୃଷ୍ଟିଗୋଚର କରନ୍ତୁ, ଆଉ ଆମକୁ ଟିକେ ଏଥିରୁ ଉପକୃତ ହେବାକୁ ଆମେ ଚାହୁଁଛୁ। ଶଙ୍କର୍ଷଣ ଲେଙ୍କା, ମୁଁ ଶ୍ରୀହରିନଗରର ବାସିନ୍ଦା। ଆକ୍ଚୁଆଲି ଆଜ୍ଞା ଆମେ ଏଇ ବର୍ଷା ଦିନରେ ଆହୁରି ବହୁତ ହଇରାଣର ସମ୍ମୁଖୀନ ହେଉଛୁ। କାହିଁକିନା ବର୍ଷା ହେଲା ପରେ ଯେଉଁ ସରକାରର ଯେଉଁ କଚରା ଗାଡ଼ି ଆସିଥାଉଛି, ଡଷ୍ଟବିନ୍ ଗାଡ଼ି, ସେଇ ଆମର ଏଇ ଗଳି ଭିତରକୁ ଆସିପାରୁନି। ସେଇ ତ ଶ୍ରୀହରିନଗର 10 ନମ୍ବର ଲାଇନ୍ ଯାଇ ଯେଉଁ ମେନ୍ ରୋଡ଼ ଅଛି ସେଇଥିରେ ହିଁ ଆସୁଛନ୍ତି, ଆଉ ବାକି ଏ ଭିତରକୁ ଆସିପାରୁନା, ଯାହାଦ୍ୱାରା ଆମେ ଆଉ କଚରା ପକାଇ ପାରୁନୁ। ଏଠାରେ ଥିବା ସମସ୍ତ ସାହି ବାସିନ୍ଦା ସେମାନେ ଅଭିଯୋଗ କରୁଥିଲେ ଯେ ରାସ୍ତାଘାଟ ଅବସ୍ଥା ଶୋଚନୀୟ, ତେଣୁ ଆମ୍ବୁଲାନ୍ସ ଏଠାକୁ ମଧ୍ୟ ପ୍ରବେଶ କରିପାରୁନାହିଁ। ସ୍କୁଲ
ଗାଡ଼ି ସ୍କୁଲ ଗାଡ଼ି ମଧ୍ୟ ଏଠାକୁ ଆସିପାରୁନାହିଁ, ଯାହାଦ୍ୱାରା ପିଲାମାନେ ସ୍କୁଲକୁ ଯିବାରେ ବିଳମ୍ବ ଘଟୁଛି ଏବଂ ସାଇକେଲ ନେଇକି ଯାଉଛନ୍ତି। ସାଇକେଲ ନେଇକି ଯିବା ଦ୍ୱାରା ମଧ୍ୟ ସେମାନଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେହେତୁ ରାସ୍ତା ଖସଡ଼ା ହୋଇକି ଅଛି, ତେଣୁ ସେମାନେ ପଡ଼ି ଆହତ ମଧ୍ୟ ହେଉଛନ୍ତି। ଆମ୍ବୁଲାନ୍ସ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହୁଛି। ଅଳିଆ ଆବର୍ଜନା ନେବାକୁ ଆସୁଥିବା ମ୍ୟୁନିସିପାଲିଟିର ଗାଡ଼ିଟି ମଧ୍ୟ ସାହି ଭିତରକୁ ଆସିପାରୁନି, ଯେହେତୁ ରାସ୍ତା ଅବସ୍ଥା ଶୋଚନୀୟ। ତେଣୁ ଅଳିଆ ଆବର୍ଜନା ମଧ୍ୟ ପକାଇବାରେ ସମସ୍ୟା ଉପୁଜୁଛି। ତେଣୁ ଏସବୁ ସମସ୍ୟାକୁ ଦେଖି ସେମାନେ ଆଗରୁ ମଧ୍ୟ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ନେତା ମାନଙ୍କୁ ମଧ୍ୟ ସ୍ଥାନୀୟ ନେତା ଏବଂ ରାଜନେତାମାନଙ୍କୁ ମଧ୍ୟ ଏ ନେଇ ଜଣାଇଛନ୍ତି, କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିନାହିଁ କି ରାସ୍ତା ଆଜି ପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅଭିଯୋଗ କୌଣସି ପ୍ରକାର ଫଳପ୍ରଦ ହୋଇପାରୁନାହିଁ। ତେଣୁ ନୂଆ ସରକାର, ଯେହେତୁ ଲୋକପ୍ରିୟ ସରକାର ବର୍ତ୍ତମାନ ଆସିଛନ୍ତି, ତାଙ୍କୁ ମଧ୍ୟ ସେମାନେ ଜଣାଇବାକୁ ଚାହିଁଛନ୍ତି ଯେ ତାଙ୍କ ସମସ୍ୟାକୁ ଗୁରୁତ୍ୱର ସହିତ ନେଇକି ତୁରନ୍ତ ସମାଧାନ କରନ୍ତୁ। ଏହା ହିଁ ସେମାନଙ୍କର ଅଭିଯୋଗ ଏବଂ ସରକାରଙ୍କୁ ନିବେଦନ। ବ୍ରହ୍ମପୁରରୁ ସଞ୍ଜୟ କୁମାର ବିଶ୍ୱାଳଙ୍କ ରିପୋର୍ଟ, ଖବର ଓଡ଼ିଶା।